প্রতিম শ্রীমান বিজয় বাবু বন্ধুগণ বাস্তবিক এই মুহূর্তে আপনার সমস্তে রিপ ভ্যান টুইঙ্কল কথা জানতে ବିଚରା ହଠାତ୍ ପର୍ବତ ଉପରୁ ଶୋଇ ପଡ଼ିଥିଲା କେତେ ଦୋଷନ୍ଧି କିଏ ଜାଣେ। ତାପରେ ଯେତେବେଳେ ନିଦ ଭାଙ୍ଗିଛି ଅବତରଣ କରି ଆସିଲେ ସାରା ପୃଥିବୀ ବଦଳି ଯାଇଛି। ମୋର ଅବସ୍ଥା ବର୍ତ୍ତମାନ ସେହିଭଳି। ଯେତେବେଳେ ଶ୍ରୀମାନ ବିଜୟ ବାବୁ ଦିଗନ୍ତ କଥା କହିଲେ ଦିଗନ୍ତ ପ୍ରକାଶ ପାଇଲା ସେତେବେଳେ ଓଡ଼ିଶାରେ କେବଳ ଛଙ୍କା ଆସନ୍ତାକାଲି ଡଗର এই তিনোটি সাহিত্য সম্বন্ধিত পত্রিকাକୁ ଛାଡ଼ିଦେଲେ ଆଉ କେତୋଟି ନ୍ୟାୟକଣ୍ଟା ଭଳି କାଗଜ ଥିଲେ ଯୋଉମାନେ ସାହିତ୍ୟ ପତ୍ରିକା ନୁହନ୍ତି ଏବଂ ଦୈନିକ ପତ୍ରିକା ଥିଲେ ମାତ୍ର ସମାଜ ପ୍ରଜାତନ୍ତ୍ର ଦୈନିକ ଆଶା ଏବଂ ମାତୃ ପରେ ପ୍ରକାଶ ପାଇଲା ଦିଗନ୍ତ ପ୍ରକାଶ ପାଇନାହିଁ ତାପରେ ପ୍ରକାଶ ପାଇଲା। ଆଜି ମୁଁ ଶୁଣିଲି ପ୍ରାୟ 100 ସରିକି ଦୈନିକ ପତ୍ରିକା ରହିଛନ୍ତି ଓଡ଼ିଶାରେ ଏବଂ ପ୍ରାୟ 200 ସାହିତ୍ୟ ପତ୍ରିକା। ମୁଁ ଆଚମ୍ବିତ ଏବଂ ମୁଗ୍ଧ ଏକା ସାଙ୍ଗରେ আপনার ସତୀର୍ଥ ମୋର আপনার ମୋର ମନୋଜ ବୋଲି କହିବି କାରଣ ମୁଁ ବହୁତ ବୟସ୍କ ଲୋକ আপনার ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ଆପଣମାନେ ଏଭଳି ଏକ ସୃଜନଶୀଳ କର୍ମରେ ବ୍ୟାପୃତ ରହିଛନ୍ତି ଇଏ ମୋ ପାଇଁ ବିଶେଷ ଆନନ୍ଦର କଥା। ଅନେକ ମଣିଷ ଶକ୍ତି ଅନେକ ପ୍ରକାର ଅପଚୟ ହୁଏ ଆପଣମାନେ ଆପଣଙ୍କ ଶକ୍ତିକୁ ପ୍ରୟୋଗ କରୁଛନ୍ତି ଏତେ ଏକ ସୁଚିନ୍ତିତ ଧାରାରେ ସାହିତ୍ୟ ସେବା ପାଇଁ ଅନ୍ତତଃ ସେଇଟା ଆବଶ୍ୟକ। ମୋର ମନେ ପଡୁଛି ଦିଗନ୍ତ ପ୍ରକାଶ ପାଏ ଅବସ୍ଥା କ'ଣ ଥିଲା ଆଜି ପତ୍ରିକା ସବୁ ଦେଖେ ମୋ ପିତା ସାଙ୍ଗକୁ ଦେଖୁଛି ବିଶ୍ୱାସ କରିପାରୁନି ଥରେ ଥରେ ଦିଗନ୍ତ ପ୍ରକାଶ ପାଇଲା ବେଳେ ଦିଗନ୍ତ ଶବ୍ଦଟି ଗୋଟେ ସୁନ୍ଦର ଭାବେ ଲିଖିତ ହେବା ଉଚିତ। ବ୍ଲକ କୋଉଠି ହବ ଓଡ଼ିଶାରେ କଟକରେ 2ଟି ବ୍ଲକ ପ୍ରତିଷ୍ଠାନ ଥାଏ ଗୋଟେ ପ୍ରଜାତନ୍ତ୍ର ସମାଜ ବ୍ଲକ ଅନୁଷ୍ଠାନ ଥାଏ ଗୋଟେ ମାତୃ ଏବଂ ବ୍ଲକ ତିଆରି କରିବା ପାଇଁ ଆସିବା ପାଇଁ ବାଲେଶ୍ୱରରୁ ସେତିକି ପଇସା ଖର୍ଚ୍ଚ କଲା ଭଳି ଅବସ୍ଥା ମୋର ନଥାଏ। ମୋର ବନ୍ଧୁ ସହପାଠୀ ଉଦୟ ନାରାୟଣ ଜେନା ଶିଳ୍ପୀ ଉଦୟ ଜେନା ସେ କାଠରେ ଦିଗନ୍ତ ବୋଲି ଲେଖିଦେଲେ ସୁନ୍ଦର ଭାବରେ ଏବଂ କେତୋଟି ସଂଖ୍ୟା ପର୍ଯ୍ୟନ୍ତ ସେଇ କାଠ ବ୍ଲକକୁ ନେଇକି ଦିଗନ୍ତ ହ୍ୟାଣ୍ଡ ପ୍ରେସରେ ଛପା ହଉଛି ଏବଂ ବିଜ୍ଞାପନ କୋଉଠୁ ଆସିବ ମୋର ମନେ ଅଛି ଗୋଟିଏ ଗୁଡାଖୁ ଦୋକାନୀକୁ ଯାଇ କହିଲି ଗୋଟେ ବିଜ୍ଞାପନ 1 ପୃଷ୍ଠା 5 ଟଙ୍କା ସେ ବହୁତ ଭାବି ଚିନ୍ତିକି ତାକୁ ମୋ ସାଙ୍ଗେ ପରାମର୍ଶ ମଧ୍ୟ କହିଲେ ହଁ ମୁଁ ଦେବି 5 ଟଙ୍କା ଦେବି 5 ଟଙ୍କାରେ ଗୁଡାଖୁ ନେଇଯାଉ ତ ପିଲାମାନଙ୍କୁ ବାଣ୍ଟିଯାଉ। ଶେଷ ପର୍ଯ୍ୟନ୍ତ ଆଉ ସେହି ଯୋଜନାଟି କାର୍ଯ୍ୟକାରୀ ହେଇପାରିଲା ନାହିଁ। ଦିଗନ୍ତ ତୃତୀୟ ସଂଖ୍ୟା ପ୍ରେସକୁ ଠିକ ଯିବ ଦେଖାଗଲା ପ୍ରଚ୍ଛଦ ଶେଷ ପ୍ରଚ୍ଛଦର ଯୋଉ ବିଜ୍ଞାପନଟି ଛପା ହେଇଛି ତ୍ରିକାଳାଗ୍ର ଋଷିକଳ୍ପିତ ଉଚ୍ଚବନପ୍ରାସ ଜାଗାରେ ତ୍ରିକାଳାଗ୍ର ଚାଷୀ କଳ୍ପିତ ଉଚ୍ଚବନପ୍ରାସ ହେଇଯାଇଛି। ବର୍ତ୍ତମାନ ଉପାୟ କ'ଣ ସେ ତ ଶନିବାର ଏବଂ ତାପରେ 3 ଦିନ ଛୁଟି ରହିଛି ଏବଂ ଯଦି ଯିଏ ସେତେବେଳେ ହ୍ୟାଣ୍ଡ ପ୍ରେସ୍ ଖୋପରେ ଗୋଟେ ଅକ୍ଷର ସବୁ ଥାଏ ତାକୁ ଯିଏ ସଂଯୋଜିତ କରିକି ସଂଶୋଧନ କରିବେ ତାଙ୍କ ଘର ପ୍ରାୟ 3-4 ମାଇଲ ଦୂରରେ। କବି ବ୍ରଜରାଜ ରଥ ତାଙ୍କର ସାଇକେଲ ନେଇକି ଗଲେ ଏବଂ କମ୍ପୋଜିଟରକୁ ଡାକିବା ପାଇଁ ସେ କହିଲେ ମୁଁ ବାଧାଗ୍ରସ୍ତ ମୁଁ ଯାଇପାରିବିନି ସାଇକେଲ ପଛରେ ବସିକି ରିକ୍ସାରେ ଯିବାକୁ ପଡ଼ିବ 8 ଟଙ୍କା 1 ଟଙ୍କା ରିକ୍ସା ଖର୍ଚ୍ଚ ଦେବା ପରେ ଆଉ ବର୍ତ୍ତମାନ ଚାରଣା ପଇସା ରାତିରେ ଖାଇବା ପାଇଁ ଥାଏ ମୋର ମନେ ଥାଏ ସେ ଚାରଣା ପଇସାରେ କିଛି ପ୍ରଥମ କରି ଗୋଟେ ଗୁଜୁରାଟ ଦୋକାନ ପିତା ବାଲେଶ୍ୱରରେ ସେଉ ଏବଂ ଗାଣ୍ଠିଆ ଖାଇକି ମୁଁ ସେ ରାତ୍ରିଟି ମୋର କ୍ଷୁଧା ନିବାରଣ କରିବା ଚେଷ୍ଟା କରିଥିଲି ଏବଂ ଚାଷୀ ଋଷିରେ ରୂପାନ୍ତରିତ ହେଇଛି ତ୍ରିକାଳିକ ଋଷିକଳ୍ପିତ ହେଇଗଲା ଜବରପ୍ରାସ। ଆଜିର ଅବସ୍ଥା ବସୁର ଅବସ୍ଥା କେତେ ପୃଥକ କେତେ ବ୍ୟବଧାନ ଏ ଦୁଇଟି ଅବସ୍ଥା ଭିତରେ ଆପଣ କଳ୍ପନା କରିପାରୁଥିବେ। ଗୋଟିଏ ପ୍ରଶ୍ନ ମନକୁ ଆସେ ଥରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ 2 ଜଣ ପ୍ରାକ୍ତନ ଛାତ୍ର ଥୋରୋ ଏବଂ ଇମାରସନ୍ ବିଖ୍ୟାତ ବ୍ୟକ୍ତିତ୍ୱ ଦୁଇଟି ବହୁ ବର୍ଷ ପରେ ସେ କଲେଜ ଖୋଲିବା ପାଇଁ ଇମାରସନ୍ ଥୋରୋକୁ କହୁଛନ୍ତି ଯେ ବନ୍ଧୁ ତୁମେ ଜାଣିଛ
आम बेले मात्र 6टी विषय पढ़ाऊला वर्तमान केते शाखा प्रशाखा मिलगला और कहले मास्टर शाखा प्रशाखा ठीक अच्छे किंतु भित्ति चेर से सबल अवस्था अच्छी कि ना तार मूल ठीक अच्छी कि ना शाखा प्रशाखा ठीक खाली मान गोटे कथा आशा करे साहित्य पत्रिका प्रकाशन जोटा भित्ति जो आभिमुख्य सृजनशीलतार